ସାହିତ୍ୟଧାରା ଚ୍ୟାନେଲକୁ ଆପଣମାନଙ୍କୁ ଢେର ସାରା ସ୍ୱାଗତ। ଆଜିର ଗୋଟିଏ ଛୋଟ କବିତା କିନ୍ତୁ ବହୁତ ମୂଲ୍ୟବୋଧ କବିତା ରାଧାକୃଷ୍ଣଙ୍କର ଅପୂର୍ବ ଗାଥା ଉପରେ ଆଧାରିତ। ଆଜି ହେଉଛି ହୋଲି। ରଙ୍ଗରେ ରଙ୍ଗାୟିତ ହୁଅନ୍ତି ଗୋପର କଳିକାଗଣ। ସାଥିରେ ଥାଆନ୍ତି କୃଷ୍ଣ, କିନ୍ତୁ ସେ ବାଲ୍ୟକାଳ ବିତି ଯାଇଛି। ବର୍ତ୍ତମାନ କୃଷ୍ଣ ହସ୍ତିନାପୁରରେ ଅବସ୍ଥାନ କରୁଛନ୍ତି, କିନ୍ତୁ ଗୋପବାଳୀମାନେ ତାଙ୍କୁ ଭୁଲି ପାରିନାହାନ୍ତି। ଆଜି ବି ସେ ଚାହିଁଛନ୍ତି ତାଙ୍କର ମଧୁର ସେଇ ବଇଁଶୀର ସ୍ୱରକୁ। ଆଜିର ଦିନରେ ସେ ଖୁବ୍ ମନେ ପକାଉଛନ୍ତି କୃଷ୍ଣଙ୍କୁ, ତାଙ୍କର ପ୍ରିୟ କୃଷ୍ଣଙ୍କୁ, କାହ୍ନାକୁ। ଆସନ୍ତୁ ଶୁଣିବା ସେଇ ରାଧାକୃଷ୍ଣଙ୍କର ଏକ ଅପୂର୍ବ ଗାଥା, ଯାହାକୁ କି ସେ ନିଜର ପ୍ରିୟ କାହ୍ନା ବିଷୟରେ ଆଜି ସେ ଚିନ୍ତା କରିଛନ୍ତି। ତାକୁ ମୁଁ ଭାବନାରେ ରୂପ ଦେବାକୁ ପ୍ରୟାସ କରିଛି। ଆସନ୍ତୁ ଶୁଣିବା ରାଧାକୃଷ୍ଣଙ୍କର ଅପୂର୍ବ ଗାଥା ଏ ଫଗୁଣ ହୋଲି ଖେଳ ଦିନରେ। ରାଧା କହୁଛନ୍ତି, କୃଷ୍ଣ କୃଷ୍ଣ କୃଷ୍ଣ, ତୁମେ ଆଜି କାହିଁ ଦୂରେ ହସ୍ତିନା ନଗରୀ। ବିରହରେ ଝୁରି ହୁଏ ନିରନ୍ତରେ ନିରନ୍ତରେ। ଏ ଫଗୁଣ ଫଗୁ ଖେଳରେ ଗୋପର ଗଉଡ଼ମାନଙ୍କ ଲଉଡ଼ି ଖେଳରେ ଗୋପାଙ୍ଗନା ଚାହିଁଛନ୍ତି, କାନ ଡେରିଛନ୍ତି ତୁମର ସେ ମଧୁର ମୂର୍ଚ୍ଛନା ବଇଁଶୀର ସ୍ୱରକୁ। କାଳେ ବାଜି ଉଠିବ ବେଳ ଅବେଳରେ। ସତରେ କାହ୍ନା, ମୁଁ ଏକା ଅଧୁରା ନୁହେଁ, ସାରା ଗୋପବାଳା ଅଧୁରା। ତୁଣ୍ଡ ନ କହିଲେ ବି ଖୋଜୁଛି ସେହି ବିତାହୁଆ ଅଭୁଲା ଅତୀତ। ଯେଉଁଦିନ ଶାଢ଼ୀ ଧରି ବସିଥିଲୁ କଦମ୍ବ ମୂଳରେ, ଘାଟ ଓଗାଳି କଉଡ଼ି ମାଗୁଥିଲୁ, ପୁଣି ଡାକି ନେଇ ଯମୁନା କୂଳରେ ରାସ ରଚୁଥିଲୁ। ଲହୁଣୀ ପାଇଁ ଅଳି କଲେ ଭାଙ୍ଗି ଦେଉଥିଲୁ ଦହିହାଣ୍ଡି। ତୋର ସେ ମିଠା ଅଝଟ ସ୍ୱପ୍ନ ଆଜି କାହ୍ନା, ତୋର ସେ ମିଠା ଅଝଟ ସ୍ୱପ୍ନ ଆଜି କାହ୍ନା, ସ୍ୱପ୍ନ ଆଜି କାହ୍ନା।